ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପ୍ରଶାସନ ଦ୍ୱାରା ଆଜି ସକାଳ ମାଥିଲି ଥାନା ଭୈରବୀ ମନ୍ଦିରଠାରୁ ପ୍ରଭାତ ଫେରି କରାଯାଇଛି। ଏଥିସହ ମାଥିଲି ମିନିଖେଳ ପଡ଼ିଆଠାରୁ ଏକ ବିରାଟ ଶୋଭାଯାତ୍ରା କରି ସମ୍ପୂର୍ଣ୍ଣତା ଅଭିଯାନ ବିଷୟରେ ଲୋକଙ୍କୁ ସଚେତନ କରାଯାଇଛି। ମାଥିଲି ବଜାର କମିଟି ପ୍ରାଙ୍ଗଣରେ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାଙ୍କାଙ୍କ ଦ୍ୱାରା ଉଦ୍ଘାଟନ ସହ ପ୍ରଭୁ ଜଗନ୍ନାଥଙ୍କଠାରେ ପୁଷ୍ପ ମାଲ୍ୟ ଦୀପ ଧୂପ ନଡ଼ିଆ ଭାଙ୍ଗି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏଥିରେ କୃଷି ବିଭାଗ, ଶିକ୍ଷା, ଶିଶୁ ବିକାଶ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଷ୍ଟଲ୍ କରି ଲୋକଙ୍କୁ ସଚେତନ କରିଥିଲେ। ମାଥିଲି ବ୍ଲକ କାର୍ଯ୍ୟାଳୟରେ ବୃକ୍ଷରୋପଣ କରାଯାଇଥିଲା। ଏଥିରେ ମହିଳା ଗ୍ରୁପ, ଅଙ୍ଗନବାଡି କର୍ମୀ, ଆଶା ଦିଦି, ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ। ଦୁଃଖର ବିଷୟ ଜନସାଧାରଣ ଏହି କାର୍ଯ୍ୟକ୍ରମ ବିଷୟରେ କଣ ହେଉଛି ବୋଲି ପ୍ରଶ୍ନ କରିଥିଲେ। କେବଳ ଜନସାଧାରଣ ନାହାନ୍ତି, କେତେକ ସରକାରୀ କର୍ମଚାରୀ ମଧ୍ୟ ପ୍ରଶ୍ନ କରିଥିଲେ। ସେ ଯାହା ହେଉ, ଆଗରୁ ଆମ ଓଡ଼ିଶା ନବୀନ ଓଡ଼ିଶା ଚାଲୁଥିଲା, ବର୍ତ୍ତମାନ ସମ୍ପୂର୍ଣ୍ଣତା ଅଭିଯାନରେ ସରକାରଙ୍କ ଟଙ୍କା ଖର୍ଚ୍ଚ କରାଯାଉଥିବା ଆଲୋଚନା ହେଉଛି। ଆଜିର ଏହି କାର୍ଯ୍ୟକ୍ରମରେ ମାଥିଲି ବିଡିଓ ଡକ୍ଟର ହିମାଂଶୁ ମାଝୀ, ସହକାରୀ ଯନ୍ତ୍ରୀ ହୃଦୟନାଥ ବାଗ, एबीडीओ सरोज कुमार प्रधान, जीपीओ रतन राय, डीपीसी दिलीप कुमार डाकुआंक समस्त कर्मचारी उपस्थित थे। मालकानगिरी अब्दुल गनी की रिपोर्ट, प्रसार न्यूज।